କିନ୍ତୁ ସେ ଝିଅ ଆଉ କିଛି ପିଲା ତାକୁ ନେଇକି ଆସିଥିଲେ ଥରେ 7-8 ଦିନ ତଳେ ଆସିକି ସବୁ ଘଟଣା ମୋତେ କହିଲେ ଏମିତି ଜଣେ ଅଧ୍ୟାପକ ତାକୁ ଟର୍ଚର କରୁଛନ୍ତି, ତାକୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରିଛନ୍ତି ଏବଂ ସେ ସେଥିରେ ରାଜି ନ ହେବାରୁ ସେ ତାକୁ ପରୀକ୍ଷା ଦେବାରେ ନା ଏ ହଇରାଣ କରୁଛନ୍ତି। ସେ ଝିଅ ଗୋଟେ ମାନେ କରାଟେ ଇତ୍ୟାଦି ଶିଖାଉଛି, ସେଲ୍ଫ ଡିଫେନ୍ସରେ ସେ ଟ୍ରେନିଂ ଦେଉଛି ବିଭିନ୍ନ ଇଏରେ, ସରକାରୀ ବ୍ୟବସ୍ଥାରେ ତାକୁ ଲଗାଯାଇଛି ସେ କାମରେ, ସେଇ କଲେଜରେ ବି ସେ ଶିଖାଉଛି। ମୁଁ ପ୍ରିନ୍ସିପାଲ ସହିତ କଥା ହେଲି, ପ୍ରିନ୍ସିପାଲ କହିଲେ ହଁ ଆମେ ତାକୁ ତାର ସର୍ଭିସକୁ ହାୟର କରୁଛୁ, ସେଠି କରୁଛୁ। ତାହେଲେ ତାର ନ୍ୟାଚୁରାଲି କ୍ଲାସରେ ସର୍ଟେଜ ଇତ୍ୟାଦି ହେବ, ସେତକୁ ଆପଣ ମେକଅପ୍ କରିବା କଥା। ସେ କହିଲେ ହଁ ସେପରି ବ୍ୟବସ୍ଥା ହେଇଛି। ମୁଁ କହିଲି ତାକୁ ପରୀକ୍ଷା ଦେବାକୁ ଯେଉଁ ମନା କରୁଛନ୍ତି ନା ଆମେ ସେ ବ୍ୟବସ୍ଥା କରିଦେବୁ। ଅଧ୍ୟାପକ ତାକୁ ଯେପରି ଭାବରେ ମାନସିକ ନିର୍ଯାତନା ଦେଲେ ତା ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ କରିଛନ୍ତି? କହିଲେ ଆମେ ଗୋଟେ କମିଟି କରୁଛୁ, କମିଟିର ଫାଇଣ୍ଡିଙ୍ଗସ୍ ଉପରେ ଯେଉଁ ହେବ ଏବଂ ଆମେ ଏଥିପ୍ରତି ପୁରା ସଜାଗ ଅଛୁ। ତାପରେ ମୁଁ କହିଲି ଯେହେତୁ ଆପଣ କମିଟି କରିଛନ୍ତି ତାକୁ ବର୍ତ୍ତମାନ ସେ କଲେଜରୁ ବାହାର କରିଦିଅନ୍ତୁ ବା ତାକୁ ଘରକୁ ବସାଇ ଦିଅନ୍ତୁ। ସେ ସେଠି ରହିଲେ ତଦନ୍ତକୁ ସେ ପ୍ରଭାବିତ କରିବ। ସେ କଲେଜରେ ଥିବ। ହଁ ସେଇଦିନ ସାଙ୍ଗେ ସାଙ୍ଗେ କଥା ହେଲି, ତାରି ସାମ୍ନାରେ ସେ ଝିଅ ସାମ୍ନାରେ ମୁଁ କଥା ହେଲି। ପ୍ରିନ୍ସିପାଲ କହିଲେ ହଁ ମୁଁ ସେଟାକୁ ଦେଖିବି। ତାପରେ ମୁଁ ଏ ଘଟଣା ଘଟିବା ପରେ ମୁଁ ସେଠୁ ସାଙ୍ଗେ ସାଙ୍ଗେ ପ୍ରଶାସନ ସହିତ କଥା ହେଲି, ଏସ୍ପିଙ୍କୁ ଜଣେଇଲି। ଆଉ ତାପରେ ତ ଆଜି ଶୁଣିଛୁ, ମଝିରେ ତ ଆଉ କିଛି ଆମକୁ ଜଣେଇନି, ଭାଇ ପିଲାମାନେ ବି କିଛି ଜଣେଇ ନାହାନ୍ତି ଫର୍ଦର ଡେଭଲପମେଣ୍ଟ କ'ଣ ହେଇଛି। ଆଜି ସେମାନେ ଯାହା ଯାହା କହୁଛନ୍ତି ଏ ବିଷୟରେ ମୋର କିଛି ଜ୍ଞାନ ନାହିଁ। এটা আজিকার ঘটনা তাঙ্ক সহ ঘটুলা নিশ্চিত ভাবে সে কোটি না কোটি মানসিক ভাবে এতে চাপগ্রস্ত হইতিবে এই ভিতরে আজি এই চরম নিষ্পত্তি সেটা নাই সেটা আমি অনুমান করথুলু। সেদিন তাকে সেদিন এই পিলামানଙ୍କୁ উপস্থিত আমি বুঝেলু, এমানଙ୍କୁ ମୁଁ କହିଲି তুমি তাকে জকি রখ। ମୁଁ କହିଲି তুমি কিছু নর্ভস ହେବା দরকার নাই, তোমাকে ন্যায় মিলিব, অপরাধী দণ্ড পাইব, এটাকে আমি সুনিশ্চিত করিবা। তুমি মানসিক স্তরে সাহস বনাইকি রখ এবং তুমি নর্ভস হইকি সুইসাইড করিব যদি তাহলে ন্যায় কাহাকে মিলিব? আগুন কহিলে যদি মতে ন্যায় ন মিলুছি সে থরে সুইসাইড করার আটেম্প নেইছিলা বলি কইলা মতে। সেটা ମୁଁ କହିଲି ଏପରି ମାରାତ୍ମକ ନିଷ୍ପତ୍ତି ନିଅ ନାହିଁ, ଏଟା ତୁମ ପାଇଁ ସମାଜ ପାଇଁ କାରି ପାଇଁ ତୁମ ବାପା ମାଙ୍କ ପାଇଁ କ୍ଷତିକାରକ। তোর କିଛି କାରଣ ବି ନେଇ ଏପରି କରିବା କଥା। ସିଏ କରିଛି, তুমি তো কিছু ভুল করনো না, সে করছে, সে নর্ভস হওয়া কথা, তুমি কাই নর্ভস হচ্ছ? তোম পাখে আমি সমস্ত ঘটিলা এবে যে ঘটনা ঘটিলা বর্তমান চিকিৎসা পাই তাଙ୍କୁ নিয়াগলা এমস কো নিয়াগলা। হ্যাঁ এমস কো নিয়াগলা। এবে না কোন পদক্ষেপ রহিব যেতବେଳେ সে অভিযোগ করুଥିଲେ ন্যায় ছাত্রীর যদি অবস্থা ডাক্তার যাহা কইলে তার 90% ড্যামেজ ହେଇଯାଇଛି, সর্ভাইভাল চান্স কম ଅଛି। তেଣୁ ଆମେ ଏମ୍ସ ଡିରେକ୍ଟର ମୁଁ ଲଗେଇଥିଲି, ସେ ଉଠେଇ ନାହାନ୍ତି। ଆମେ ତୁରନ୍ତ କେମିତି ତାକୁ ଉପଯୁକ୍ତ ଚିକିତ୍ସା ମିଳିବ ଏଟାକୁ ସୁନିଶ୍ଚିତ କରିବା, ଯେମିତି ତାକୁ ବଞ୍ଚିବା ପାଇଁ ଚେଷ୍ଟା କରାଯାଉ। ଦ୍ୱିତୀୟ କଥା ହେଲା ଆମେ ପ୍ରିନ୍ସିପାଲ, ଏସ୍ପି, କଲେକ୍ଟରଙ୍କ ସହିତ କଥା ହେଇକିରି ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କ'ଣ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଇପାରିବ ସେ ବିଷୟକୁ ସୁନିଶ୍ଚିତ କରିବା। ନା ଆପଣ ଯେମିତି କହୁଥିଲେ କି ବର୍ତ୍ତମାନ ଆପଣ ମଧ୍ୟ ଦାବି କରିଥିଲେ ଯେ ଅଧ୍ୟାପକଙ୍କୁ ସେଠୁ ବାହାର କରି ଦିଆଯାଉ ବା ପଠାଇ ଦିଆଯାଉ, ତଦନ୍ତ ସରିବା ପର୍ଯ୍ୟନ୍ତ। ଯଦି ସେ ଶୁଣିଥାନ୍ତେ ହୁଏତ ଆଜି ଏମିତି ପରିସ୍ଥିତି ହେଇନଥାନ୍ତା। ନାଇଁ ମୁଁ ତ ପ୍ରିନ୍ସିପାଲଙ୍କୁ ସାଙ୍ଗେ ସାଙ୍ଗେ କହିଲି, ପ୍ରିନ୍ସିପାଲ କାହିଁ ଶୁଣିଲେନି ସେଟା ପ୍ରିନ୍ସିପାଲଙ୍କୁ ପଚାରିବାକୁ ପଡେ, ମୁଁ ତ ଜାଣିନି। ମୁଁ ଭାବିଛି ହଟେଇ ଦେଇଥିବେ। ତାହେଲେ ଆପଣଙ୍କ କଥାକୁ ମଧ୍ୟ କୋଉଠି ନା କୋଉଠି ଖାତିର କରୁନାହାନ୍ତି ସେମାନେ। ପ୍ରସଙ୍ଗଟା ନ ଜାଣିକି ମୁଁ କେମିତି କହିବି? ପ୍ରିନ୍ସିପାଲଙ୍କୁ ମୁଁ କହିଥିଲି ଯେ ଆଇଦର ସେ ଅଧ୍ୟାପକଙ୍କୁ ସେ ତ ଅନ୍ୟତ୍ର ବଦଳି କରିପାରିବେ, ଆପଣ ତାକୁ କାମରୁ ବସେଇ ଦିଅନ୍ତୁ ବା ଡାଇରେକ୍ଟର ସାଙ୍ଗରେ କଥା ହେବା, ତାକୁ ଅନ୍ୟ କୋଣରେ ଯେପର୍ଯ୍ୟନ୍ତ ତଦନ୍ତ ନ ସରିଛି ସେ କଲେଜରେ ରହିବା ଉଚିତ ନୁହେଁ। ଆଉ ସେ କହିଲେ ମୁଁ ଦେଖିବି। ଆଉ ତାପରେ ତାଙ୍କ ତଦନ୍ତ କମିଟିରେ ମୁଁ ବି ପଚାରିଲି କିଏ କିଏ ଅଛନ୍ତି ସେଠି ଆମକୁ ଜଣାନ୍ତୁ, କାରଣ ତଦନ୍ତ କମିଟିରେ ପୁଣି ତାର ସମ୍ପୃକ୍ତ ଲୋକ ନା ଯୋଉ ଛାତ୍ରୀ 6-7 ମାସ ହେଲାଣି ସେ ମାନସିକ ନିର୍ଯାତିତ ହେଉଥିଲେ, ପାଖାପାଖି ସେ ଆଜିକି 12-13 ଦିନ ହେଲାଣି ସେ ଅଭିଯୋଗ କଲେଣି ଏବଂ ଇନକ୍ୱାରି କମିଟି ମଧ୍ୟ କରାଇକି ଇନକ୍ୱାରି ଚାଲିଥିଲା। ଗୋଟେ ତଦନ୍ତ ଚାଲିଥିବା ଭିତରେ ନିହାତି ନା କୋଉଠି ନା କୋଉଠି ତଦନ୍ତରେ ତାଙ୍କୁ ମାନସିକ ନିର୍ଯାତନା ବଢି ଯାଇଛି ବା ଯୋଉ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଇଛନ୍ତି। ଆପଣ କଣ ଭାବୁଛନ୍ତି କୋଉ ଜାଗାରେ ତ୍ରୁଟି ରହିଲା, କାହିଁକି ଅବହେଳା ହେଲା? ବର୍ତ୍ତମାନ ମୁଁ ପ୍ରିନ୍ସିପାଲ ସାର୍ କଥା ହେଇନି, ଯାହା କହିବି ଅନୁମାନ। ଆମେ ତାକୁ ଯଥେଷ୍ଟ ମାନସିକ ସାହସ ଦେବା ପାଇଁ ସେଦିନ ଚେଷ୍ଟା କରିଥିଲୁ ଏବଂ କୌଣସି ପରିସ୍ଥିତିରେ ସେଦିନ କହିଲା ମୁଁ ଆତ୍ମହତ୍ୟା ଉଦ୍ୟମ ଥରେ କରିଥିଲି। ମୁଁ କହିଲି ଥରେ କରିଥିଲ ଯଦି ସେ ଭୁଲ ଆଉ ଥରେ କର ନାହିଁ, ତୁମକୁ ଯେଥିରେ ବିଜୟୀ ହେବାକୁ ପଡ଼ିବ। ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ତା ସହିତ ଯାଇଥିବା ପିଲାମାନଙ୍କୁ ବି ମୁଁ କହିଲି ତାକୁ ଟିକେ ମାନସିକ ସାହସ ଦିଅ, ବରାବର ତା ସହିତ ଲାଗିକି ରହ, ସେ ଯେମିତି ଆତ୍ମହତ୍ୟା ନ କରୁ, ତାହେଲେ ଜଷ୍ଟିସଟା କାହାକୁ ଡେଲିଭରି ହେବ? ତାପରେ ଏପରି ଝିଅମାନେ ଯଦି ଆତ୍ମହତ୍ୟା କରିଦେବେ ତାହେଲେ ତ ପାଖଣ୍ଡ ମାନେ ଆହୁରି ବଢ଼ିବେ। ତେଣୁ ଏମାନଙ୍କୁ ପ୍ରସ୍ତୁତ କରିକି ଆମେ ଅପରାଧୀ ମାନଙ୍କୁ ଦଣ୍ଡିତ କଲେ ଯେ ଗୋଟେ ବାତାବରଣରେ ପରିବର୍ତ୍ତନ ହେବ। ସେଲ୍ଫ ଡିଫେନ୍ସର ତାଲିମ ଦଉଥିଲେ, ତା ମାନେ ସେ ମାନସିକ ସ୍ତରରେ ଏବଂ ଶାରୀରିକ ସ୍ତରରେ ବି ସେ ନିଶ୍ଚିତ ଭାବରେ ଯାକି ଷ୍ଟ୍ରଙ୍ଗ ଆମେ କହିପାରିବା। ତ ଜଣେ ସେ ଶାରୀରିକ ଷ୍ଟ୍ରଙ୍ଗ ଥିଲା, ମାନସିକ ସ୍ତରରେ ଷ୍ଟ୍ରଙ୍ଗ ନଥିଲା ବୋଲି ଆଜି ମୁଁ ଅନୁଭବ କରୁଛି। କାରଣ ସେ ଏପରି କଥା ଆମେ ତାପରେ ଏଇ ଯୋଉ ଡେଭଲପମେଣ୍ଟ ହେଲା କିଛି ଜାଣିନୁ। ଏ ପିଲାମାନେ ବି କେହି କିଛି ଆମକୁ କହିନାହାନ୍ତି, କହିଥିଲେ ଆମେ ତୁରନ୍ତ ଭେଟିକି ତାକୁ ଇନ୍ସପାୟାର କରିଥାନ୍ତୁ ବା ପ୍ରିନ୍ସିପାଲ ସହିତ ବସିଥାନ୍ତୁ, କଲେକ୍ଟର ସହିତ ବସିଥାନ୍ତୁ, ପ୍ରତିକାର କରିଥାନ୍ତୁ।
এপর্যন্ত ଆମ ପାଖରେ କିଛି ଇନଫର୍ମେସନ ନାହିଁ। ଯେତେବେଳେ ସେ ଅଭିଯୋଗ କରିଥିଲେ ଥାନାରେ ଯେତେବେଳେ ଆପଣ ମଧ୍ୟ ଏସପିଙ୍କ ସହିତ କଥା ହେଇଥିଲେ ତ କାହିଁକି ସେତେବେଳେ ପୋଲିସ ବି କାହିଁକି ନିଷ୍କ୍ରିୟ ରହିଲା କାହିଁକି ପୋଲିସ ତାର କାର୍ଯ୍ୟାନୁଷ୍ଠାନ କଲା ନାହିଁ ତା ଉପରେ? ନାଇଁ ପୋଲିସ ସେତେବେଳେ ଯେଉଁ ପ୍ରିନ୍ସିପାଲ ଯେଉଁ ତଦନ୍ତ କମିଟି କରିଲେ ସେ ତଦନ୍ତ କମିଟିର ଫାଇଣ୍ଡିଙ୍ଗକୁ ଅପେକ୍ଷା କରିଥିଲା ଏବଂ ଏ ଝିଅ ଯେଉଁ ଯେଉଁ ଅଭିଯୋଗ କରିଥିଲା ସେ ଅଭିଯୋଗ ଆଧାରରେ କ'ଣ କ'ଣ ଲିଗାଲ ଷ୍ଟେପ୍ ନିଆଯାଇପାରିବ ପୋଲିସ ତାକୁ ଏକ୍ଜାମିନ୍ କରୁଥିଲା ଏବଂ ପ୍ରିନ୍ସିପାଲ ମଧ୍ୟ କହିଥିଲେ ଯେ ଆମେ 3 ଦିନ ଭିତରେ ଇଏ କରିବୁ। ଆପଣ କେବେ ନନା କଥା ହେଇଥିଲେ? ଆମେ କେବେ କଥା ହେଇଥିଲେ ଏଇ ଚନ୍ଦ୍ରବିନ୍ଦୁ ଆମେ କେବେ କଥା ହେଇଥିଲେ ସେ ଝିଅ ସହିତ କଲେଜର ପ୍ରିନ୍ସିପାଲ? ହଁ 4-5 ଦିନ ତଳେ ସେଇଦିନ ସାଙ୍ଗେ ସାଙ୍ଗେ ତାରି ସାମ୍ନାରେ କଥା ହେଲୁ ଆମେ ସେ ଆମ ସହିତ ଘଣ୍ଟାଟେ ପାଖାପାଖି ଥିଲା ସେ ଝିଅ ଏମାନେ ସବୁ ଆସିଥିଲେ କିଏ ଆସିଥିଲେ ତ ପିଲାମାନେ ସବୁ ଆସିଥିଲେ ତାକୁ ନେଇକିରି ଏବେ ପିଲାମାନେ ଆପଣ ପ୍ରିନ୍ସିପାଲଙ୍କ ସହିତ ବି କଥା ହେଇଥିଲେ? ତାରି ସାମ୍ନାରେ ସେ ପିଲାମାନଙ୍କ ସାମ୍ନାରେ ମୁଁ ପ୍ରିନ୍ସିପାଲଙ୍କ ସହିତ କଥା ହେଲି।